प्रथम वंशावली अध्याय 12। जो समय दाऊद कीश्र पुत्र साउलंकर भୟରେ आपणाକୁ रुद्ध କରିଥିଲେ से समय ଏହି ଲୋକମାନେ ସିକ୍ଲଗକୁ ତାଙ୍କ କତିକି ଆସିଥିଲେ। ସେମାନେ ଯୁଦ୍ଧରେ ତାଙ୍କର ସାହାଯ୍ୟକାରୀ ବୀରମାନଙ୍କ ମଧ୍ୟରେ ଗଣିତ ଥିଲେ। ସେମାନେ ଧନୁର୍ଧାରୀ ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ। ସେମାନେ ସାଉଲଙ୍କର ଜ୍ଞାତି ବିନ୍ୟାମିନୀୟ ଲୋକ ଥିଲେ। ସେମାନଙ୍କ ମଧ୍ୟରେ ପ୍ରଧାନ ଅହିଏସର, ତହିଁ ଉତ୍ତାରେ ଯୋଆସ। ଏମାନେ ଗିବିଆଥୀୟ ସମାୟାର ପୁତ୍ର ଅସ୍ମାବତ୍ର ପୁତ୍ର ଜିସିଏଲ ଓ ପେଲଟ ଓ ଅନାଥୋତୀୟ ବରାଖା ଓ ଜେହୁ। ପୁଣି ଗିବିଓନୀୟ ଜିସ୍ମୟୀୟ ସେ 30 ଜଣଙ୍କ ମଧ୍ୟରେ ଗଣିତ ବୀର ଓ 30 ଜଣଙ୍କ ଉପରେ ନିଯୁକ୍ତ। ଆଉ ଜିରିମିୟ, ଜହସିଏଲ ଓ ଯୋହାନନ ଓ ଗଦେରାଥୀୟ ଯୋସାବଦ, ଇଲିୟସୟ ଓ ଜିରେମୋତ ଓ ବାଲିଆ ଓ ସମରିୟ ଓ ହରୁଫିୟ, ସଫଟିୟ, କୋରହିୟ, ଇଲକାନା ଓ ଜିସିୟ ଓ ଅସ୍ରେଲ ଓ ଜୋଏସର ଓ ଜାସବିୟାମ, ଆଉ ଗଦର ନିବାସୀ ଜିରୋହମର ପୁତ୍ର ଜୋଏଲା ଓ ସବଦିୟ। ଆଉ ଗାଦିଆମାନଙ୍କ ମଧ୍ୟରୁ କେତେକ ଲୋକ ପୃଥକ ହୋଇ ପ୍ରାନ୍ତର ସ୍ଥିତ ଦୁର୍ଗ ସ୍ଥାନକୁ ଦାଉଦଙ୍କ କତିକି ଆସିଲେ। ସେମାନେ ମହାବିକ୍ରମଶାଳୀ, ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ଶିକ୍ଷିତ ଲୋକ। ସେମାନଙ୍କ ମୁଖ ସିଂହ ମୁଖ ତୁଲ୍ୟ ଓ ସେମାନେ ପର୍ବତସ୍ଥ ହରିଣ ତୁଲ୍ୟ ଦ୍ରୁତଗାମୀ। ପ୍ରଥମ ଏସର, ଦ୍ୱିତୀୟ ଓବଦ୍ୟ, ତୃତୀୟ ଇଲିଆବ, ଚତୁର୍ଥ ମସ୍ମନା, ପଞ୍ଚମ ଜିରିମିୟ, ଷଷ୍ଠ ଅତୟ, ସପ୍ତମ ଇଲିଏଲ, ଅଷ୍ଟମ ଯୋହାନନ, ନବମ ଇଲସାବଦ, ଦଶମ ଜିରିମିୟ, ଏକାଦଶ ମଗବନୟ। ଗାଦର ଏହି ସନ୍ତାନମାନେ ସେନାପତି ଥିଲେ। ଏମାନଙ୍କ ମଧ୍ୟରେ ଯେଉଁ ଜଣ କ୍ଷୁଦ୍ର ସେ 100 ଲୋକର ଓ ଯେ ମହାନ ସେ 100 ଲୋକର ସମାନ ଥିଲା। ଏମାନେ ପ୍ରଥମ ମାସରେ ଜର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଛୁଳିବା ସମୟରେ ନଦୀ ପାର ହୋଇଯାଇଥିଲେ। ଆଉ ସେମାନେ ଉପତ୍ୟକା ସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। ଆହୁରି ବିନ୍ୟାମିନ ଓ ଜିହୁଦା ସନ୍ତାନମାନଙ୍କ ମଧ୍ୟରୁ କେତେ ଲୋକ ଦୁର୍ଗସ୍ଥାନକୁ ଦାଉଦଙ୍କ କତିକି ଆସିଲେ। ତହିଁରେ ଦାଉଦ ସେମାନଙ୍କୁ ଭେଟିବା ପାଇଁ ଯାଇ ଉତ୍ତର କରି କହିଲେ, ଯେବେ ତୁମେମାନେ ନିର୍ବିରୋଧ ଭାବରେ ମୋହର ସାହାଯ୍ୟ କରିବା ପାଇଁ ମୋ କତିକି ଆସିଥାଅ, ତେବେ ମୋହର ଅନ୍ତଃକରଣ ତୁମ୍ଭମାନଙ୍କଠାରେ ସଂଯୁକ୍ତ ହେବ। ମାତ୍ର ମୋ ହସ୍ତରେ କୌଣସି ଦୌରାତ୍ମ୍ୟ ନଥିଲେ ହେଁ ଯେବେ ତୁମେମାନେ ମୋ ଶତ୍ରୁମାନଙ୍କ ହସ୍ତରେ ମୋତେ ସମର୍ପଣ କରିବାକୁ ଆସିଥାଅ, ତେବେ ଆମ୍ଭମାନଙ୍କ ପିତୃଗଣର ପରମେଶ୍ୱର ତାହା ଦେଖନ୍ତୁ ଓ ଅନୁଯୋଗ କରନ୍ତୁ। ସେତେବେଳେ 30 ଜଣଙ୍କ ମଧ୍ୟରେ ପ୍ରଧାନ ଅମାଶୟ ଉପରେ ଆତ୍ମା ଅଧିଷ୍ଠାନ କରନ୍ତେ ସେ କହିଲା, ହେ ଦାଉଦ, ଆମ୍ଭେମାନେ ତୁମ୍ଭର। ହେ ଯିଶୁର ପୁତ୍ର, ଆମ୍ଭେମାନେ ତୁମ୍ଭର ପକ୍ଷ। ତୁମ୍ଭର ମଙ୍ଗଳ ହେଉ ଓ ତୁମ୍ଭ ସାହାଯ୍ୟକାରୀମାନଙ୍କର ମଙ୍ଗଳ ହେଉ, କାରଣ ତୁମ୍ଭ ପରମେଶ୍ୱର ତୁମ୍ଭର ସାହାଯ୍ୟ କରନ୍ତି। ତହୁଁ ଦାଉଦ ସେମାନଙ୍କୁ ଗ୍ରହଣ କରି ସେନା ଦଳ ଉପରେ ସେମାନଙ୍କୁ ସେନାପତି କଲେ। ଦାଉଦ ପଲିଷ୍ଟିୟମାନଙ୍କ ସହିତ ସାଉଲଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିବା ବେଳେ ମନସୀୟମାନଙ୍କର କେତେକ ଲୋକ ମଧ୍ୟ ଦାଉଦଙ୍କର ପକ୍ଷ ହେଲେ। ମାତ୍ର ସେମାନଙ୍କ ଦେଇ ସେମାନଙ୍କର ସାହାଯ୍ୟ ନୋହିଲା, କାରଣ ପଲିଷ୍ଟିୟମାନଙ୍କ ଅଧିପତିମାନେ ମନ୍ତ୍ରଣା କରି ତାଙ୍କୁ ବିଦାୟ ଦେଇ କହିଲେ, ସେ ଆପଣା ପ୍ରଭୁ ସାଉଲଙ୍କର ପକ୍ଷେ ହୋଇ ଆମ୍ଭମାନଙ୍କ ମସ୍ତକକୁ ସଙ୍କଟରେ ପକାଇବ। ଦାଉଦ ସିକ୍ଲଗକୁ ଯିବାବେଳେ ମନସୀ ସମ୍ବନ୍ଧୀୟ ଅଦ୍ନହ ଓ ଯୋସାବଦ ଓ ଜିଦିଏଲ ଓ ମିଖାଏଲ ଓ ଯୋସାବଦ ଓ ଇଲିହୁ ଓ ସିଲଥୟ, ଏହି ମନସୀ ବଂଶୀୟ ସହସ୍ରପତିମାନେ ତାଙ୍କର ପକ୍ଷ ହେଲେ। ଆଉ ସେମାନେ ଲୁଟକାରୀ ଦଳ ପ୍ରତିକୂଳରେ ଦାଉଦଙ୍କର ସାହାଯ୍ୟ କଲେ, କାରଣ ସେ ସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ। ଦିନକୁ ଦିନ ଲୋକମାନେ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆସିଲେ। ତହିଁରେ ପରମେଶ୍ୱରଙ୍କ ସୈନ୍ୟତୁଲ୍ୟ ମହାସୈନ୍ୟ ହେଲା। ସଦାପ୍ରଭୁଙ୍କ ବାକ୍ୟାନୁସାରେ ସାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ ଯେଉଁ ଲୋକମାନେ ହିବ୍ରୋନକୁ ଦାଉଦଙ୍କ କତିକି ଆସିଥିଲେ, ସେମାନଙ୍କର ସଂଖ୍ୟା ଏହି। ଜିହୁଦା ସନ୍ତାନଗଣ ମଧ୍ୟରୁ ଢାଲ ଓ ବର୍ଚ୍ଛାଧାରୀ ଯୁଦ୍ଧାର୍ଥେ ସସଜ 6800 ଜଣ। ସିମିୟନ ସନ୍ତାନଗଣ ମଧ୍ୟରୁ ଯୁଦ୍ଧାର୍ଥେ ମହାବିକ୍ରମଶାଳୀ 7100 ଜଣ। ଲେବି ସନ୍ତାନଗଣ ମଧ୍ୟରୁ 4600 ଜଣ। ପୁଣି ଜିହଆଦା ହାରଣ ବଂଶର ଅଧ୍ୟକ୍ଷ ଥିଲା, ତାହା ସଙ୍ଗେ 3700 ଲୋକ ଥିଲେ। ଆଉ ସାଦୋକ ଏକ ବିକ୍ରମଶାଳୀ ଯୁବାଲୋକ ଥିଲା ଓ ତାହାର ପିତୃବଂଶର 22 ଜଣ ସେନାପତି ଥିଲେ। ସାଉଲଙ୍କର ଜ୍ଞାତି ବିନ୍ୟାମିନ ସନ୍ତାନଗଣ ମଧ୍ୟରୁ 3000 ଲୋକ।
କାରଣ ସେ ସମୟ ପର୍ଯ୍ୟନ୍ତ ସେମାନଙ୍କର ଅଧିକାଂଶ ଲୋକ ସାଉଲଙ୍କ ବଂଶର ବଶତା ସ୍ୱୀକାର କଲେ। ଇଫ୍ରେମ୍ ସନ୍ତାନଗଣ ମଧ୍ୟରୁ 20,800 ଲୋକ, ଏମାନେ ମହାବିକ୍ରମଶାଳୀ ଓ ଆପଣା ଆପଣା ପିତୃବଂଶରେ ବିଖ୍ୟାତ ଲୋକ ଥିଲେ। ପୁଣି ମନଶୀର ଅର୍ଦ୍ଧବଂଶରୁ 18,000 ଲୋକ, ଏମାନେ ଦାଉଦଙ୍କୁ ରାଜା କରିବା ଲାଗି ଆସିବାକୁ ନାମରେ ନିର୍ଦ୍ଦିଷ୍ଟ ହୋଇଥିଲେ। ଆଉ ଇସାଖର ସନ୍ତାନଗଣ ମଧ୍ୟରୁ 200 ପ୍ରଧାନ ଲୋକ, ଏମାନେ କାଳଜ୍ଞ, ଇସ୍ରାଏଲର କି କର୍ତ୍ତବ୍ୟ ତାହା ଜାଣିଲେ। ଆଉ ସେମାନଙ୍କ ଭ୍ରାତା ସମସ୍ତେ ସେମାନଙ୍କ ଆଜ୍ଞାବହ ଥିଲେ। ସବୁଲୁନ୍ ମଧ୍ୟରୁ ସୈନ୍ୟ ଦଳରେ ଗମନ ଯୋଗ୍ୟ ଓ ସର୍ବପ୍ରକାର ଯୁଦ୍ଧାସ୍ତ୍ର ନେଇ ଯୁଦ୍ଧ ସଜାଇବାକୁ ସମର୍ଥ 50,000 ଲୋକ ଥିଲେ। ସେମାନେ ଯୁଦ୍ଧ ସଜାଇ ପାରିଲେ ଓ 2 ମନା ନଥିଲେ। ପୁଣି ନପ୍ତାଲି ମଧ୍ୟରୁ 1,000 ସେନାପତି ଓ ସେମାନଙ୍କ ସଙ୍ଗେ ଢାଲ ଓ ବର୍ଚ୍ଛାଧାରୀ 37,000 ଲୋକ ଥିଲେ। ଆଉ ଦାନୀୟମାନଙ୍କ ମଧ୍ୟରୁ ଯୁଦ୍ଧ ସଜାଇବାକୁ ସମର୍ଥ 28,600 ଲୋକ ଥିଲେ। ଆସେର ମଧ୍ୟରୁ ସୈନ୍ୟ ଦଳରେ ଗମନ ଯୋଗ୍ୟ ଯୁଦ୍ଧ ସଜାଇବାକୁ ସମର୍ଥ 40,000 ଲୋକ। ଆଉ ଜର୍ଦ୍ଦନର ଅନ୍ୟ ପାରିସ୍ଥିତ ରୁବେନୀୟ ଓ ଗାଦୀୟ ଓ ମନଶୀର ଅର୍ଦ୍ଧବଂଶ ମଧ୍ୟରୁ ଯୁଦ୍ଧାର୍ଥେ ସର୍ବପ୍ରକାର ଅସ୍ତ୍ରଧାରୀ 1,20,000 ଲୋକ। ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତଃକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କରିବା ପାଇଁ ହିବ୍ରୋନକୁ ଆସିଲେ। ମଧ୍ୟ ଇସ୍ରାଏଲର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ ହେଲେ। ଆଉ ସେମାନେ ଦାଉଦଙ୍କ ସଙ୍ଗେ 3 ଦିନ ଭୋଜନପାନ କରି ସେଠାରେ ରହିଲେ, କାରଣ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ନିମନ୍ତେ ଆୟୋଜନ କରିଥିଲେ। ଆହୁରି ଇସାଖର ଓ ସବୁଲୁନ୍ ଓ ନପ୍ତାଲି ପର୍ଯ୍ୟନ୍ତ ସେମାନଙ୍କ ନିକଟବର୍ତ୍ତୀ ଲୋକମାନେ ଗର୍ଦ୍ଧବ ଓ ଉଷ୍ଟ୍ର ଓ ଖଚର ଓ ବଳଦ ପୃଷ୍ଠରେ ଖାଦ୍ୟଦ୍ରବ୍ୟ ଅର୍ଥାତ୍ ସୁଜିର ଦ୍ରବ୍ୟ, ଡିମ୍ବୁରି ଚକ୍ତି ଓ ଦ୍ରାକ୍ଷା ପେଣ୍ଡା ଓ ଦ୍ରାକ୍ଷା ରସ ଓ ତୈଳ ଆଣିଲେ। ଆହୁରି ବଳଦ ଓ ମେଷ ବହୁଳ ରୂପେ ଆଣିଲେ, କାରଣ ଇସ୍ରାଏଲ ମଧ୍ୟରେ ଆନନ୍ଦ ହେଲା।